2025 ମସିହାର ଏକ ବିଶେଷତ୍ୱ ହେଲା ଏହି 2025 ମସିହାରେ ଦ୍ୱାଦଶ ରାଶିଚକ୍ରରେ ଭ୍ରମଣ କରୁଥିବା 9ଟି ଯାକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। 9ଟି ଯାକ ଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ରାଶିଚକ୍ର ଗଭୀର ଭାବେ ପ୍ରଭାବିତ ହେବାକୁ ଯାଉଥିବା ବେଳେ ତୁଳା ରାଶି ମଧ୍ୟ ବେଶ ପ୍ରଭାବିତ ହେବ। ଜୟ ଜଗନ୍ନାଥ, ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। 2025 ମସିହା ପାଇଁ ତୁଳା ରାଶିର ବାର୍ଷିକ ରାଶିଫଳ ଜାଣିବା। 2025 ମସିହାରେ ତୁଳା ରାଶିର ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟ, ଶିକ୍ଷା, କ୍ୟାରିୟର, ପ୍ରେମ, ବିବାହ ଏବଂ ଘର ଓ ପରିବାର ବିଷୟରେ କ'ଣ ସବୁ ଫଳ ପାଇବାର ବିଶେଷ ସମ୍ଭାବନା ରହିଅଛି। ପ୍ରଥମେ ଦର୍ଶକ ବନ୍ଧୁମାନଙ୍କୁ 2025 ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ 2025 ମସିହାଟି ନିଶ୍ଚିତ ଫଳ ଦେବାର ବହୁତ ସମ୍ଭାବନା। ବର୍ଷ ଆରମ୍ଭରେ ତୁଳା ରାଶିର ଅଷ୍ଟମ ଭାବ ବୃଷ ରାଶିରେ ବୃହସ୍ପତି ମହାଗ୍ରହ ଅବସ୍ଥାନ କରିଥିବାରୁ ପେଟ ସମ୍ବନ୍ଧୀୟ ସମସ୍ୟା ସହିତ କାନ୍ଧ ଏବଂ ଜଙ୍ଘ ସମ୍ପର୍କିତ ସମସ୍ୟା ଦେଇପାରନ୍ତି। ଖାଦ୍ୟ ହଜମ ନ ହୋଇ ବଦହଜମି ହେବାର ଅଧିକ ସମ୍ଭାବନା ଦେଖାଯାଉଛି। ଶରୀରରେ ମେଦବହୁଳତା ଦେଖାଯିବ। ମୁଣ୍ଡରୁ ଚୁଟି ଉପୁଡ଼ି ଯିବାର ମଧ୍ୟ ବିଶେଷ ସମ୍ଭାବନା ଅଛି। ଏହା ପରେ 2025 ମସିହା ମେ ମାସ 14 ତାରିଖ ପରେ ବୃହସ୍ପତି ମହାଗ୍ରହ ତୁଳା ରାଶିର ନବମ ଭାବକୁ ଗମନ କଲେ ଏହିସବୁ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ସୁଧୁରିବା ସହିତ ତୁଳା ରାଶି ଉପରେ ବୃହସ୍ପତିଙ୍କର ପଞ୍ଚମ ଶୁଭ ଦୃଷ୍ଟି ଆପଣଙ୍କୁ ଆରୋଗ୍ୟତା ଓ ନିରୋଗତା ପ୍ରଦାନ କରିବ। 2025 ମସିହା ପ୍ରାରମ୍ଭରୁ ଶନି ନିଜ ରାଶି କୁମ୍ଭ ରାଶିରେ ତୁଳା ରାଶି ଅଧିପତି ଶୁକ୍ରଙ୍କ ସହିତ ରହିବା ତୁଳା ରାଶି ପାଇଁ ଶନି ଜନିତ ସ୍ୱାସ୍ଥ୍ୟ ସମସ୍ୟା ଉପୁଜି ନପାରେ। କିନ୍ତୁ 2025 ମସିହା ମାର୍ଚ୍ଚ ମାସ 29 ତାରିଖ ପରେ ଶନି ଗୋଚରରେ ମୀନ ରାଶିରେ ପ୍ରବେଶ କଲେ ବର୍ଷ ଆରମ୍ଭରୁ ମୀନ ରାଶିରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହଙ୍କ ସହିତ ଯୁକ୍ତ ହେବେ। ରାହୁ ମହାଗ୍ରହ ମେ ମାସ 18 ତାରିଖ ଦିନ ମୀନ ରାଶିରୁ ଗୋଚରରେ କୁମ୍ଭ ରାଶିରେ ପ୍ରବେଶ କରିବେ। ମାର୍ଚ୍ଚ ମାସ 29 ତାରିଖରୁ ମେ ମାସ 18 ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ଶନି ଓ ରାହୁଙ୍କର ଯୁକ୍ତି ବା ଏକତ୍ର ରହିବା ତୁଳା ରାଶି ପାଇଁ ଡାଇବେଟିକ୍ ବା ମଧୁମେହ ରୋଗର ପ୍ରାଦୁର୍ଭାବ ବଢ଼ାଇବାର ବହୁତ ସମ୍ଭାବନା। ଏହି ସମୟରେ ପୁରୁଣା ମଧୁମେହ ବା ଡାଇବେଟିକ୍ ରୋଗରେ ପୀଡ଼ିତ ଥିବା ରୋଗୀ ନିଜର ସ୍ୱାସ୍ଥ୍ୟର ସମସ୍ତ ପ୍ରକାର ଯତ୍ନ ନେବା ଉଚିତ ହେବ। ତେଣୁ 2025 ମସିହାର ମାର୍ଚ୍ଚ 29 ତାରିଖ ଠାରୁ ମେ ମାସ 18 ତାରିଖ ମଧ୍ୟରେ ନିଜର ଡାଇବେଟିକ୍ ବା ସୁଗାର ଚେକ୍ କରାଇ ନେବା ଏକଦମ ଉଚିତ କାର୍ଯ୍ୟ ହେବ। ବର୍ଷ ଆରମ୍ଭରେ ତୁଳା ରାଶିର ଅଧିପତି ଶୁକ୍ର ଶନିଙ୍କ ସହିତ ପଞ୍ଚମ ସ୍ଥାନରେ ରହିବା ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଶୁଭ ସୂଚନା। 2025 ମସିହାଟି ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ଅଧ୍ୟୟନରେ ଆଗ୍ରହ ଏବଂ କୃତିତ୍ୱ ଉଭୟ ଆଣିଦେବ। ଯେଉଁମାନେ ଶିକ୍ଷା ଗ୍ରହଣ ପାଇଁ ଦୂରସ୍ଥାନକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ସମୟ ବହୁତ ଅନୁକୂଳ ରହିବ। 2025 ମସିହା ବର୍ଷ ଆରମ୍ଭରେ ତୁଳା ରାଶିର ତୃତୀୟ ସ୍ଥାନ ଧନୁ ରାଶିରେ ରବି ମହାଗ୍ରହଙ୍କର ଅବସ୍ଥିତି ସରକାରୀ ଚାକିରି ବା କମ୍ପିଟେଟିଭ୍ ଏକ୍ଜାମ ଦେବାକୁ ପ୍ରିପେୟାର ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବିଶେଷ ଶୁଭ ଖବର ସହିତ ଆରମ୍ଭ ହେବ। ତୁଳା ରାଶିର
ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହିତ ସରକାରୀ ଚାକିରିରେ ଯୋଗ ଦେବା ପାଇଁ ଏହି 2025 ମସିହା ବର୍ଷଟି ବେଶ ଅନୁକୂଳ ରହିଛି। ବାଣିଜ୍ୟ ବେପାର କରୁଥିଲେ ଅଷ୍ଟମ ଭାବସ୍ଥ ବୃହସ୍ପତିଙ୍କ ଦ୍ୱିତୀୟ ଧନସ୍ଥାନ ଉପରେ ଦୃଷ୍ଟି ଏବଂ ମେ ମାସ 14 ତାରିଖ ପରେ ଗୋଚରରେ ନବମ ସ୍ଥାନ ମିଥୁନ ରାଶିକୁ ଆସିଲେ ଲଗ୍ନ ଭାବ ତୁଳା ରାଶି, ତୃତୀୟ ଭାବ ଧନୁ ରାଶି ଏବଂ ପଞ୍ଚମ ଭାବ କୁମ୍ଭ ରାଶି ଉପରେ ଦୃଷ୍ଟି ଆପଣଙ୍କ ତୁଳା ରାଶି ଜାତ ବ୍ୟକ୍ତିଙ୍କ ପାଇଁ ବେପାର ବାଣିଜ୍ୟରୁ ପ୍ରଚୁର ଆର୍ଥିକ ଲାଭ କରାଇବ। ନିଜ ସାମର୍ଥ୍ୟର ପରିପ୍ରକାଶ କରିବେ। ଆୟର ନୂତନ ସ୍ରୋତ ଉନ୍ମୋଚିତ ହେବ। ସମାଜରେ ପ୍ରତିଷ୍ଠା ଲାଭ କରିବେ। ସାମାଜିକ ସ୍ୱୀକୃତି ମିଳିବ। ସନ୍ତାନ ବର୍ଗଙ୍କ କୃତିତ୍ୱରେ ଆନନ୍ଦିତ ହେବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା। ପ୍ରେମ ସମ୍ପର୍କରେ ଥିବା ପୁଅ ଝିଅମାନଙ୍କ ପାଇଁ ବର୍ଷର ଦ୍ୱିତୀୟାର୍ଦ୍ଧ ଚମତ୍କାର ଫଳ ପ୍ରଦାନ କରିବ। ଉଭୟଙ୍କ ପ୍ରତି ଗଭୀର ଅନୁରକ୍ତି ପ୍ରକାଶ କରିବେ। ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ମନ ବଳାଇବେ ଏବଂ ଉଭୟ ପରିବାର ମଧ୍ୟ ଏଥିପାଇଁ ସ୍ୱୀକୃତି ପ୍ରଦାନ କରିବ। 2025 ମସିହାର ଏକ ବିଶେଷ ବିଶେଷତା ହେଲା ଏହି ବର୍ଷ ଦ୍ୱାଦଶ ରାଶିଚକ୍ରରେ ଭ୍ରମଣ କରୁଥିବା 9ଟି ଯାକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। 9ଟି ଯାକ ଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ରାଶିଚକ୍ର ଗଭୀର ଭାବେ ପ୍ରଭାବିତ ହେବାକୁ ଯାଉଥିବା ବେଳେ ତୁଳା ରାଶି ମଧ୍ୟ ବେଶ ପ୍ରଭାବିତ ହେବ ଏବଂ 2025 ମସିହାରେ ତୁଳା ରାଶି ପାଇଁ ଗ୍ରହାବସ୍ଥାନ ବେଶ ଅନୁକୂଳ ରହିବ। ତୁଳା ରାଶିର ଅଧିପତି ହେଲେ ଶୁକ୍ର ମହାଗ୍ରହ ଏବଂ ଶୁକ୍ର ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ହେଲେ ମା ମହାଲକ୍ଷ୍ମୀ। ତୁଳା ରାଶି ପାଇଁ ଅନୁକୂଳ ଗ୍ରହାବସ୍ଥାନ ଏବଂ ମା ମହାଲକ୍ଷ୍ମୀଙ୍କର ବିଶେଷ କୃପା ଆପଣଙ୍କ ରାଶି ଉପରେ ରହୁଥିବାରୁ 2025 ମସିହା ତୁଳା ରାଶି ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ରହିବ। ଆର୍ଥିକ ଦୃଷ୍ଟିକୋଣରୁ 2025 ମସିହା ଶ୍ରେଷ୍ଠ ବର୍ଷ ରୂପେ ପରିଗଣିତ ହେବ। ଧନ ଆଗମନର ସ୍ରୋତ ନିରନ୍ତର ବଢ଼ି ଚାଲିବ। ବର୍ଷର ଶେଷ ଆଡ଼କୁ ବିଭିନ୍ନ କ୍ଷେତ୍ରରେ ଧନ ନିବେଶ କରିବା ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭପ୍ରଦ ହେବ। ତୁଳା ରାଶି ଜାତ ବ୍ୟକ୍ତି ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କଲେ ମହାଲକ୍ଷ୍ମୀଙ୍କର ବିଶେଷ କୃପାରୁ ଆର୍ଥିକ କ୍ଷେତ୍ରରେ ବହୁତ ଶୁଭଫଳ ପାଇବେ। ଏତ ଗଲା ତୁଳା ରାଶି ପାଇଁ ମୋଟାମୋଟି ଭାବେ ବାର୍ଷିକ ରାଶିଫଳ। କିନ୍ତୁ 2025 ମସିହାରେ ବର୍ଷର କେଉଁ ସମୟରେ କ'ଣ ଫଳ ପାଇବେ ତାହା ଜାଣିବା ପାଇଁ ତୁଳା ରାଶି ଜାତ ବ୍ୟକ୍ତି ବିଶେଷ ନାକ୍ଷତ୍ରିକ ଦଶାର ତର୍ଜମା କରିବା ମଧ୍ୟ ଆବଶ୍ୟକ। କାରଣ ତୁଳା ରାଶିରେ 3 ଗୋଟି ନକ୍ଷତ୍ର ଭୋଗ ହୋଇଥାଏ, ଯଥା ଚିତ୍ରା, ସ୍ୱାତୀ, ବିଶାଖା। ଚିତ୍ରା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମଙ୍ଗଳ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ସ୍ୱାତୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ରାହୁ ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି ଏବଂ ବିଶାଖା ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ବୃହସ୍ପତି ମହାଗ୍ରହଙ୍କ ମହାଦଶାରେ ଜନ୍ମଗ୍ରହଣ କରିଥାନ୍ତି। ଜନ୍ମ ସମୟକୁ ଜାତକର କେଉଁ ଲଗ୍ନ ହୋଇଛି, ଗ୍ରହମାନଙ୍କର ଅବସ୍ଥିତି କେଉଁ କେଉଁ ଜାଗାରେ ଅଛି ଏବଂ ସେ ସମୟରେ କ'ଣ ମହାଦଶା, ଅନ୍ତର୍ଦଶା ଏବଂ ପ୍ରତି ଅନ୍ତର୍ଦଶା ଚାଲୁଅଛି ସେସବୁକୁ ବିଚାରକୁ ନେଇ ଫଳାଦେଶ କଲେ ଜଣେ ଭଲ ଆଷ୍ଟ୍ରୋଲୋଜର ବା ଜ୍ୟୋତିଷ ସଠିକ୍ ଫଳାଦେଶ ପ୍ରଦାନ କରିପାରେ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍, ସେୟାର କରିବା ପାଇଁ ଅନୁରୋଧ।